Hello cuties, welcome to back my channel Dipti Scrap Diary. Today we are bringing you something truly elegant and creative ideas. A stunning artwork made entirely with dots and beads, designed in the graceful form of a lady. This is not just art, it's a symbol of beauty, style and creativity. Stay with us till the end of the video as we show you a simple step-by-step guide to create this stylish and classy design. And if you enjoy this video, don't forget to like, share and subscribe to our channel for more amazing creations. So let's get started. Let's ଚାଲନ୍ତୁ go. ସାଙ୍ଗମାନେ, ତାହେଲେ ଆଜି ଆମେ ବନେଇବା ଲେଡି ସହିତ ହାର୍ଟ ଏବଂ ମୁକୁତାର ଆଭୂଷଣ ଡାୟମଣ୍ଡ ଆର୍ଟ ଡିଜାଇନ୍। କିପରି ବନେଇବା ଷ୍ଟେପ୍ ବାଇ ଷ୍ଟେପ୍ ଦେଖିବା। ଏହାକୁ ଆମେ ୱାଲ୍ ଡେକୋର, ଗିଫ୍ଟ ଆଇଟମ୍ କିମ୍ବା ହୋମ୍ ଡେକୋରେସନ୍ ପାଇଁ ବ୍ୟବହାର କରିପାରିବା। ଯାହା ପାଇଁ ଆମକୁ ଏକ ବୋର୍ଡ଼ କିମ୍ବା କାନଭାସ୍, ରେଡ୍ ଆଣ୍ଡ ହ୍ୱାଇଟ୍ ଷ୍ଟୋନ୍, ଫେଭିକଲ୍ କିମ୍ବା ଷ୍ଟ୍ରଙ୍ଗ ଗ୍ଲୁ, ପିନ୍ ସେଟ୍ କିମ୍ବା ଟୁଇସର ଡିଜାଇନ୍ ଟ୍ରେସିଂ ସିଟ୍। ଆମେ ପ୍ରଥମେ ବୋର୍ଡ଼ରେ ବ୍ଲାକ୍ କଲର୍ ଦେବା। ମୁଁ ଏଠାରେ ବୋର୍ଡ଼ ନେଇଛି, ଆପଣ ଚାହିଁଲେ କାନଭାସ୍ କିମ୍ବା କାର୍ଡ଼ବୋର୍ଡ଼ ନେଇପାରିବେ। ବୋର୍ଡ଼କୁ ବ୍ଲାକ୍ କଲର୍ କରିବାର କାରଣ ହେଲା ଏହା କି ବ୍ଲାକ୍ କଲର୍ ଉପରେ ହ୍ୱାଇଟ୍ ପଲ୍ ଷ୍ଟୋନ୍ ଆଉଟଲାଇନ୍ କ୍ଲାସି ଓ ଏଲିଗାଣ୍ଟ ଲୁକ୍ ଦେବ। ଏହାପରେ ଆମେ ବୋର୍ଡ଼ରେ ହ୍ୱାଇଟ୍ ଲେଟର ଆର୍ଟକୁ ପେନସିଲ୍ କିମ୍ବା ସ୍କେଚ୍ ସାହାଯ୍ୟରେ ଆଉଟଲାଇନ୍ କରିନେବା, ଯେପରିକି ଆମେ ଆର୍ଟ କଲାବେଳେ ପରଫେକ୍ଟ ଫିନିସିଂ ଆସିବ। ଏଠାରେ ଆମେ ପ୍ରଥମେ ଲେଡିର ଫେସ୍ ବନେଇବା, ଦେନ୍ ହାର୍ଟ ବନେଇବା। ଏହାପରେ ତାର ବଡି ଓ ନେକ୍ଲାଇନ୍ ବନେଇବା। ସବୁ ସରିବା ପରେ ନେକଲେସ୍ ଓ ଲିପ୍ ବନେଇବା। ଆପଣ କଲାବେଳେ ହାଲକାରେ ଆଉଟଲାଇନ୍ କରିବେ, କାରଣ ଆଉଟଲାଇନ୍ ଯେତେ ହାଲକା ହେବ ଏହା ଉପରେ ଯେତେବେଳେ ପରେ ଆମେ ଗ୍ଲୁ ଲଗାଇ ଷ୍ଟୋନ୍ ସେଟ୍ କରିବା ଆମକୁ ସହଜ ହେବ। ତେଣୁ ଯେତେ ଦୂର ସମ୍ଭବ ଆମେ ଆଉଟଲାଇନ୍କୁ ବହୁତ ହାଲକାରେ ସ୍କେଚ୍ କିମ୍ବା ପେନସିଲ୍ରେ ଡ୍ର କରିବା। କାହିଁକିନା ଯଦି ଆମେ ଅଲଗା କିଛି କଲର୍ରେ ବି ଆଉଟଲାଇନ୍ କରିବା ତେବେ ଏହା ଖରାପ ଦେଖାଯିବ, ଆଉ କଲର୍ ଦେଲାବେଳେ ଜିଙ୍କ୍ ସେଟ୍ ୟୁଜ୍ କଲାବେଳେ ପ୍ରୋବ୍ଲେମ୍ ହେବ। ଏହାପରେ ଆମେ ଫେଭିଗମ୍ରେ ଆଉଟଲାଇନ୍ କରିନେବା। କାହିଁକିନା ବ୍ଲାକ୍ କଲର୍ରେ ଯଦି ଆମେ ଫେଭିଗମ୍ଟା ହ୍ୱାଇଟ୍ କଲର୍ ନା, ଯଦି ବର୍ଡ଼ରଟା ଆମେ ହ୍ୱାଇଟ୍ରେ ଦେବା ତାହେଲେ ଆମକୁ ପରଫେକ୍ଟଲି ଶୋ କରିବ କି ଆମେ ଏହି ଜାଗାରେ ରାଇନ୍ ଷ୍ଟୋନ୍ ୟୁଜ୍ କରିବା କି ନାହିଁ ବୋଲି। ଏବେ ଆମେ ପ୍ରଥମେ ନେକଲେସ୍କୁ ଆଉଟଲାଇନ୍ କରିନେବା, କାହିଁକିନା ଆର୍ଟର ରୟାଲ୍ ଟଚ୍ ହେଉଛି ନେକଲେସ୍। ହଁ ସାଙ୍ଗମାନେ, ଏଇଟା ମନେ ରଖନ୍ତୁ, ଆମେ ଟୋଟାଲ୍ ଏରିଆ କଭର୍ କରିକି ଫେଭିଗମ୍ ଲଗାଇବା ନାହିଁ, କାରଣ ଏହା ଅଳ୍ପ ଟାଇମ୍ରେ ଶୁଖିଯାଏ। ତେଣୁ ଅଳ୍ପ ଅଳ୍ପ କରି ଫେଭିଗମ୍ ଲଗାଇବା ଓ ଷ୍ଟୋନ୍ ୟୁଜ୍ ସରିଲା ପରେ ପୁଣି ଲଗାଇବା। ଏଠାରେ ଆମେ ବଡ଼ ସାଇଜ୍ର ହାଫ୍ କଟ୍ ପଲ୍ ଷ୍ଟୋନ୍ ୟୁଜ୍ କରୁଛେ, କାହିଁକିନା ଆର୍ଟର ରୟାଲ୍ ଟଚ୍ ହେଲା ନେକଲେସ୍। ତେଣୁ ଆମେ ଏଠାରେ ଟିକେ ବଡ଼ ବଡ଼ ପଲ୍ ଷ୍ଟୋନ୍ସ ଆର୍ଟ କଲେ ଏହା ଟିକେ ରୟାଲ୍ ଲୁକ୍ ଦେବ। ଆକ୍ଚୁଆଲି ସାଙ୍ଗମାନେ, ଏହି ଆର୍ଟ କରିବା ପଛରେ ଏକ ରହସ୍ୟ ଲୁଚି ରହିଛି। ପୁରାତନ ଯୁଗରେ ଦକ୍ଷିଣ ଭାରତର ସମୁଦ୍ର ତଟୀୟ ଅଞ୍ଚଳରେ ଗୋଟେ ପ୍ରାଚୀନ ସାମ୍ରାଜ୍ୟ ଥିଲା। ଏହାର ନାମ ଥିଲା ସତ୍ୟବାଦୀ ରାଜ୍ୟ। ଏହି ରାଜ୍ୟ ବିଶ୍ୱରେ ପ୍ରସିଦ୍ଧ ହୋଇଥିଲା କେବଳ ମୋତି ପାଇଁ। ସମୁଦ୍ରରୁ ଉତ୍ପନ୍ନ ମୋତି ଗୁଡ଼ିକୁ ବିଦେଶକୁ ନିର୍ଯାତ କରାଯାଉଥିଲା। ରୋମ୍, ଆରବ, ଚୀନ ସବୁଠି ସତ୍ୟବତୀର ମୋତିର ଗୁଣଗାନ ଶୁଣାଉଥିଲା। ଏହି ସାମ୍ରାଜ୍ୟର ରାଣୀ ଥିଲେ ରାଜଶ୍ରୀ ରାଣୀ ମୃଣାଳିନୀ। ଏହି ସାମ୍ରାଜ୍ୟର ରାଣୀ, ସେ ଅପୂର୍ବ ସୌନ୍ଦର୍ଯ୍ୟର ଧାମ ସହିତ ବୁଦ୍ଧିମତା, ସାହସୀ ଓ ପ୍ରଜାସେବାରେ ପ୍ରସିଦ୍ଧ ଥିଲେ। ତାଙ୍କର ପ୍ରିୟ ଆଭୂଷଣ ହେଲା ମୋତିର ହାର, ମୋତିର ଟୋପି ଓ ମୋତିରେ ଗଢ଼ା ମାଳା। ସେଥିପାଇଁ ତାଙ୍କୁ ସମସ୍ତେ ମୋତିର ରାଣୀ ବୋଲି ଡାକୁଥିଲେ। ମୃଣାଳିନୀଙ୍କ ସମୟରେ ସାମ୍ରାଜ୍ୟରେ ବହୁତ ସମୃଦ୍ଧି ଆସିଥିଲା। ସମୁଦ୍ରପଥ ବ୍ୟାପାରରୁ ବହୁତ ଆୟ ହେଉଥିଲା। ବ୍ୟାପାରୀମାନେ କହୁଥିଲେ ସତ୍ୟବତୀର ମୋତି ହେଉଛି ସମୁଦ୍ରର ନୟନମଣି, ଯାହାର ଦ୍ୱିତୀୟ ନାହିଁ। ରାଣୀ ପ୍ରତିବର୍ଷ ମୋତି ଉତ୍ସବ ପାଳନ କରୁଥିଲେ। ସେଥିରେ ଲୋକମାନେ ମୋତିରେ କଳାକୃତି, ମୁଣ୍ଡମଣି, ଗହଣା ଓ ଚିତ୍ରକଳା ପ୍ରଦର୍ଶନ କରୁଥିଲେ। ଏହା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ସାମ୍ରାଜ୍ୟର ସମୃଦ୍ଧିର ପ୍ରତୀକ ଥିଲା। ରାଣୀ ମୃଣାଳିନୀକୁ ବିଦେଶୀମାନେ ଦେବୀ ବୋଲି ମାନୁଥିଲେ। ସେମାନଙ୍କ କଥା, ରାଣୀ ସାଧାରଣ ମାନବୀ ନୁହେଁ, ସେ ସମୁଦ୍ରରୁ ଉପୁଜିଯାଇଥିବା ମୋତିର ଅବତାର। ସେ କେବଳ ସୁନ୍ଦରୀ ନୁହେଁ, ସାହସିକ ମଧ୍ୟ। ଯୁଦ୍ଧରେ ସେ ସ୍ୱୟଂ ସେନାପତିଙ୍କ ସହିତ ଯାଇଥାନ୍ତି। ତାଙ୍କର ନ୍ୟାୟପ୍ରିୟତା ଓ ପ୍ରଜାସେବା ଦେଖି ସମସ୍ତ ପ୍ରଜା ତାଙ୍କୁ ପ୍ରିୟମାନ କରିଥାନ୍ତି। କିନ୍ତୁ ସମୟ ସବୁବେଳେ ସୁନ୍ଦର ନଥାଏ। ସତ୍ୟବତୀର ସମୃଦ୍ଧି ଦେଖି ବିଦେଶୀ ଆକ୍ରମଣକାରୀମାନେ ଲୋଭିଲେ।
ସମୁଦ୍ର ପଥରେ ଚୋର ଆକ୍ରମଣ ବଢ଼ିଗଲା। ରାଣୀ ନିଜ ସାହସରେ ରାଜ୍ୟକୁ ରକ୍ଷା କଲେ, କିନ୍ତୁ ଶେଷରେ ତାଙ୍କର ଦେହାନ୍ତ ହେଲା। କୁହାଯାଏ ମୃଣାଳିନୀଙ୍କ ଶବଦାହ ସମୟରେ ସମୁଦ୍ର ତଟରେ ଅନେକ ମୋତି ଝଡ଼ି ପଡ଼ିଲା। ପ୍ରଜାମାନେ ବିଶ୍ୱାସ କଲେ ରାଣୀଙ୍କ ଆତ୍ମା ମୋତିରେ ଲୁଚିଛନ୍ତି। ରାଣୀଙ୍କ ସ୍ମୃତିରେ ଗୋଟେ ପ୍ରତିମା ତିଆରି କରାଗଲା। ସେହି ପ୍ରତିମା ସ୍ମୃତିରେ ଗଢ଼ା ଥିଲା ଟୋପି, କାନର ଗହଣା, ଗଳାର ହାର, ସବୁ ମୋତିର କାଳକ୍ରମେ ସାମ୍ରାଜ୍ୟର ପତନ ହୋଇ ଉଠିଲା। କିନ୍ତୁ ସେହି ପ୍ରତିମାକୁ ଲୋକେ ଗୁପ୍ତ ସ୍ଥାନରେ ସଂରକ୍ଷିତ କଲେ। କୁହାଯାଏ ଯେତେବେଳେ ସତ୍ୟପ୍ରେମୀ ମନୁଷ୍ୟ ସେହି ପ୍ରତିମାରେ ଦୃଷ୍ଟି ପକାଇଥାଏ, ରାଣୀଙ୍କ ଆତ୍ମା ସଜୀବ ହୋଇ ହୁଏ। ଆଜି ପର୍ଯ୍ୟନ୍ତ ଲୋକମାନେ କୁହନ୍ତି ମୋତିର ରାଣୀ କେବେ ଏକ ଇତିହାସ କଥା ନୁହେଁ, ବରଂ ଏକ ଜୀବନ୍ତ ପ୍ରତୀକ। ତାଙ୍କର ଚିତ୍ରକଳା, ଯେପରିକି ଆମେ ଏହି ଦିନେ ଦେଖୁଛେ ମୋତିରେ ଗଢ଼ା ସୁନ୍ଦରୀ, ସେଥିରେ ଗୋଟେ ରହସ୍ୟ ଲୁଚି ରହିଛି। ଏହା କେବଳ ସୌନ୍ଦର୍ଯ୍ୟର ଚିହ୍ନ ନୁହେଁ, ବରଂ ନିଷ୍ଠା, ସାହସ ଓ ପ୍ରେମର ଅମର ସ୍ମୃତି। ତେଣୁ କୁହାଯାଏ ଯେ ସତ୍ୟପ୍ରେମ ଓ ନିଷ୍ଠା କେବେ ବି ନଷ୍ଟ ହୁଏନି। ସେହିପରି ସମୁଦ୍ରରୁ ଉପୁଜିଥିବା ମୋତି କେବେ ବି ମଳିନ ହୁଏ ନାହିଁ। ଏବେ ପ୍ରଥମେ ହାର୍ଟର ପଲ୍ସ ଷ୍ଟୋନ୍ କେମିତି ପ୍ଲେସ୍ କରିବା ସେହି ଉପରେ ଫୋକସ୍ କରିବା। ଏହାପରେ ପେନ୍ସିଲରେ ଡ୍ର କରିଥିବା ହାର୍ଟର ଏରିଆକୁ ଫେବିଗମ୍ରେ ଆଉଟଲାଇନ୍ କରିନେବା। ଫେବିଗମ୍ ଲଗାଇବା ସମୟରେ ଯେମିତି ଫେବିଗମ୍ ହାଲକା ହାଲକା ଲାଗିବ, ପୁରା ପତଳାରେ, କାରଣ ଫେବିଗମ୍ ଅଳ୍ପ ଲାଗିଲେ ହିଁ ଷ୍ଟୋନ୍ ଜଲ୍ଦି ଲାଗିବ ଓ ଫିନିସିଂ ଆର୍ଟ ଆସିବ। ଏବେ ଆମେ ପଲ୍ସ ଷ୍ଟୋନ୍କୁ ଆଉଟଲାଇନ୍ ହିସାବରେ ଧୀରେ ଧୀରେ ପ୍ଲେସ୍ କରିବା। ପଲ୍ସ ଷ୍ଟୋନ୍କୁ ସେଟ୍ କରିବା ପାଇଁ ଟୁଇଜର ୟୁଜ୍ କରିଲେ ବେଶୀ ସହଜ ହେବ। ଆମେ ହାର୍ଟର ସେପ୍ ଯେହେତୁ କର୍ଭ ଲାଇନ୍ରେ ଡ୍ର କରିଛେ, ସେଥିପାଇଁ ହାର୍ଟର କର୍ଭ ପାର୍ଟ ସବୁଠାରୁ ଇମ୍ପୋର୍ଟାଣ୍ଟ ଅଟେ। ଯଦି ପଲ୍ସ ଷ୍ଟୋନ୍ ଗ୍ୟାପ୍ ହେଲା ତାହେଲେ ଗ୍ଲୁ ଲଗାଇ ଆଡ଼ଜଷ୍ଟ କରିନେବା। କର୍ଭକୁ ସ୍ମୁଥ୍ ରଖିବାର ଚେଷ୍ଟା କରନ୍ତୁ, ଯାହାକି ହାର୍ଟକୁ ରିୟଲିଷ୍ଟିକ୍ ଲୁକ୍ ଦେବ। ଏବେ ଟୋଟାଲ୍ ଏରିଆ ପଲ୍ସ ଷ୍ଟୋନ୍ ପ୍ଲେସ୍ ହୋଇଗଲା ପରେ ହାଲକା ପ୍ରେସର ଦେବା, ଯାହାକି ଗ୍ଲୁ ପ୍ରପରଲି ଷ୍ଟିକ୍ ହେବ। ଦେଖନ୍ତୁ ହାର୍ଟର ଆଉଟଲାଇନ୍ ଏବେ କେତେ ସୁନ୍ଦର ଆଉ ଏଲିଗାଣ୍ଟ ଲାଗୁଛି। ଏବେ ହାର୍ଟର ପଲ୍ସ ଷ୍ଟୋନ୍ ପ୍ଲେସମେଣ୍ଟ କମ୍ପ୍ଲିଟ୍ ହେଲା ପରେ ଷ୍ଟେପ୍ରେ ଫେସ୍ ଆଉ ଅନ୍ୟ ଡିଟେଲିଂ କରିବା, ଦେଖିବାକୁ ଭୁଲି ନ ଯାଆନ୍ତୁ। ସାଙ୍ଗମାନେ, ଏବେ ଆମର ଏଲିଗାଣ୍ଟ ଲେଡିର ପଲ୍ସ ଷ୍ଟୋନ୍ରେ ଫେସ୍ ଓ ଲିପ୍ସ ଉପରେ କାମ ଆରମ୍ଭ କରିବା। ଏହା ହେଲା ଡିଜାଇନର ସବୁଠାରୁ ସୁନ୍ଦର ଓ ହାଇଲାଇଟ୍ ପାର୍ଟ। ପ୍ରଥମେ ମୁଁ ପଲ୍ସ ଷ୍ଟୋନ୍ ନେଉଛି ଓ ଫେସ୍ରେ ହାଲକା ଓ କେୟାରଫୁଲି ଫେବିଗମ୍ରେ ଆଉଟଲାଇନ୍ କରିନେଉଛି। ଏବେ ଧୀରେ ଧୀରେ ଷ୍ଟୋନ୍କୁ ଲଗାଇବା, ଯେମିତି ଫେସ୍ର କର୍ଭ ସ୍ମୁଥ୍ ଓ ନ୍ୟାଚୁରାଲ୍ ଦେଖାଯିବ। ଫେସ୍ ଆଉଟଲାଇନ୍ ହେଲା ପରେ ଆପଣ ଦେଖିପାରିବେ ଏକ ସୁନ୍ଦର ପ୍ରୋଫାଇଲ୍ ସେପ୍ ତିଆରି ହୋଇଛି। ଫେସ୍ ଆଉଟଲାଇନ୍ ହେଲା ପରେ ଏବେ ଲିପ୍ସ ଡିଜାଇନ୍ କରିବା। ଲିପ୍ସ ହେଲା ଲେଡିର ଷ୍ଟାଇଲ୍ ଓ ଏଲିଗାନ୍ସର ସିମ୍ବଲ। ଏହା ପାଇଁ ମୁଁ ଲାଲ ରାଇନଷ୍ଟୋନ୍ ୟୁଜ୍ କରୁଛି। ଗ୍ଲୁ ହାଲକା ଲଗାଇ ରାଇନଷ୍ଟୋନ୍କୁ କେୟାରଫୁଲି ଲିପ୍ସର ସେପ୍ରେ ରଖିଦେବା। ଧୀରେ ଧୀରେ ଉପର ଲିପ୍ ଓ ତଳ ଲିପ୍ କମ୍ପ୍ଲିଟ୍ କରିନେବା। ଲାଲ ରାଇନଷ୍ଟୋନ୍ କଳା ବ୍ୟାକଗ୍ରାଉଣ୍ଡରେ ସ୍ପାର୍କଲ୍ କରି ଲିପ୍ସକୁ ବୋଲ୍ଡ ଲୁକ୍ ଦେଉଛି। ଆପଣମାନେ ଦେଖିପାରୁଛନ୍ତି ନା କେମିତି ହ୍ୱାଇଟ୍ ଷ୍ଟୋନ୍ରେ ଫେସ୍ ଆଉଟଲାଇନ୍ରେ ରେଡ୍ ଷ୍ଟୋନ୍ସର ବୋଲ୍ଡ ଲିପ୍ସ ଡିଜାଇନ୍କୁ ହାଇଲାଇଟ୍ କରୁଛି। ଏବେ ଲେଡିର ଇୟରିଂ କରିବା। ରେଡ୍ ଷ୍ଟୋନ୍ରେ ରାଉଣ୍ଡ ସେପ୍ ଡିଜାଇନ୍ ବନାଇଦେବା, ଛୋଟ କିନ୍ତୁ ସୁନ୍ଦର ଡିଟେଲ୍ସ ଦେବା। ଇୟରିଂ ହେଲା ପରେ ଡିଜାଇନ୍ରେ ଏକ ପରଫେକ୍ଟ ବାଲାନ୍ସ ଆସିବ। ଲିପ୍ସ ଓ ଇୟରିଂ କଲର୍ ସେମ୍ ରହିଲେ ପୋର୍ଟ୍ରେଟ୍ଟି ଏଲିଗାଣ୍ଟ ଲାଗିବ। ଟୋଟାଲ୍ ଏରିଆରେ ଷ୍ଟୋନ୍ ପ୍ଲେସ୍ ହେଲା ପରେ ଏକ୍ସଟ୍ରା ଗ୍ଲୁ କ୍ଲିନ୍ କରିନେବା। ଯଦି କୌଣସି ଜାଗାରେ ସଠିକ୍ ଭାବରେ ଷ୍ଟୋନ୍ ଲାଗିନାହିଁ, ସଠିକ୍ ଭାବରେ ଟୁଇଜର ସାହାଯ୍ୟରେ ଲଗାଇଦେବା। ଆର୍ଟୱାର୍କ ଡ୍ରାଏ ହେବାକୁ 20 ରୁ 30 ମିନିଟ୍ସ ଛାଡ଼ି ଦିଅନ୍ତୁ। ଏବେ ସାଙ୍ଗମାନେ, ଆପଣମାନେ ଦେଖିପାରୁଛନ୍ତି ନା ଆମର ଫାଇନାଲ୍ ଏଲିଗାଣ୍ଟ ଲେଡି ରାଇନଷ୍ଟୋନ୍ ଆର୍ଟ, ହ୍ୱାଇଟ୍ ହାର୍ଟ, ବୋଲ୍ଡ ଲିପ୍ସ, ଇୟରିଂ ଓ ନେକଲେସ୍ ସବୁ ମିଶି ଏକ ସୁନ୍ଦର କଳା ତିଆରି ହୋଇଗଲା। And with this we have completed our beautiful artwork from simple dots and beads. We created an elegant lady design, a place that reflects style, creativity and grace. I truly hope this video has inspired you to try it yourself at home. Remember, art is not just about perfection. It's about enjoying the process and expressing your imagination. If you like this tutorial, please support us by giving it a thumbs up. Share it with your friends and don't forget to subscribe my channel
for more creative and inspiring ideas. Thank you so much for staying with us till the end. See you again in the next video. Until then, stay happy, stay creative, and keep spreading beauty all around you. Bye.